ଅରଣ୍ୟ ଏଲ୍ଏଲ୍ପି ପତ୍ର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ସାମଗ୍ରୀ ହୋଇଛି ପୋଡ଼ି ପାଉଁଶ। ଘଟଣାରୁ ପ୍ରକାଶ ଯେ ଗତ ଶନିବାର ରାତ୍ରିରେ ପ୍ରାୟ 10ଟାରୁ 11 ଘଟିକା ସମୟରେ ଏଭଳି ଅଘଟଣ ଘଟିଛି। ଗାଁର ରାଧାପଦ ସୁରଙ୍କ ଘର ପାର୍ଶ୍ୱରେ ଥିବା ଶାଳପତ୍ର ଫ୍ୟାକ୍ଟ୍ରିଟି ହଠାତ୍ ନିଆଁ ଲାଗିଯାଇଥିଲା। କୌଣସି ସୂତ୍ରରୁ ନିଆଁ ଲାଗିବା ଜାଣିପାରି ଘର ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବସ୍ତା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଆଁର ପ୍ରକୋପ ଏତେ ଥିଲା ଯେ ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଦମକଳ ବାହିନୀକୁ ନିଆଁକୁ ଲିଭାଇବାରେ ରାତି 11ଟାରୁ ରାତି 3ଟାରୁ 5 ଘଣ୍ଟା ସମୟ ଲାଗିଥିଲା। ତେବେ ଫ୍ୟାକ୍ଟ୍ରି ଭିତରେ ଥିବା 10 ଲକ୍ଷ ଟଙ୍କାର ଉର୍ଦ୍ଧ୍ୱ ଶାଳପତ୍ର, ପଲିଥିନ୍, ଗୋଦାମ ଘର, ମେସିନ୍ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। କିନ୍ତୁ ଫ୍ୟାକ୍ଟ୍ରି ପାର୍ଶ୍ୱରେ ଥିବା ରହିବା ଘର ଅଳ୍ପକେ ବର୍ତ୍ତି ଯାଇଥିଲା। ଫ୍ୟାକ୍ଟ୍ରି ନିଆଁ ଲାଗିବା ଛଡ଼ା ଆଉ କିଛି ଅଘଟଣ ଘଟିନଥିବା ବେଳେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଅଛି। ଆଜି ରବିବାର କାର୍ଯ୍ୟାଳୟ ଛୁଟି ଥିବାରୁ ଫୋନ୍ ଯୋଗେ ବସ୍ତା ତହସିଲଦାର ଆର୍ଆଇଙ୍କୁ ଅବଗତ କରାଇଥିବା ଆମ ପ୍ରତିନିଧିକୁ ଅବଗତ କରିଛନ୍ତି। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, जनता एक्सप्रेस। हेलो दोस्तों, मेरे चैनल को लाइक सब्सक्राइब जरूर करना और जनता एक्सप्रेस देखना ना भूले।